ପ୍ରାଚୀନ କାଳରୁ এই রথযাত্রা পরম্পরা ପ୍ରତିଷ୍ଠା କରିଛି। ଆଉ ବିଶେଷ ଭାବରେ ଯଦି ବା ଅଶୋକା ଅଷ୍ଟମୀ ଦିନ ରଥ ଟଣାଯାଇ ପ୍ରଭୁଙ୍କୁ ଅଣାଯାଇଥାଏ ପଣାକିଆ ପର୍ଯ୍ୟନ୍ତ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଶ୍ରୀରାମ ନବମୀ ଦିନ ପାଛୋଟି ଆଣି ମହାସମାରୋହରେ ପ୍ରଭୁଙ୍କୁ ଗୁଣ୍ଡିଚାରେ ଦର୍ଶନ କରାଯାଇଥାଏ। ପୁନର୍ବାର ଦ୍ୱାଦଶୀ ଦିନ ନିଶାର୍ଦ୍ଧରେ ଝିଅମାନଙ୍କୁ ରଥାରୂଢ କରାଯାଇଥାଏ, ପ୍ରସେସନ କରାଯାଇ ରଥାରୂଢ କରାଯାଇଥାଏ ଏବଂ ଟାଣିନି ଭେଟବାଲି ପର୍ଯ୍ୟନ୍ତ ଟଣାଯାଏ ରଥକୁ ଏବଂ ସେଠାରେ ଆତସବାଜି ପ୍ରଦର୍ଶନ କରାଯାଇଥାଏ ଏବଂ ଲକ୍ଷ୍ମୀ ନାରାୟଣଙ୍କର ଭେଟ ହୋଇଥାଏ। କପିଳେଶ୍ୱର ମହାପ୍ରଭୁଙ୍କ ସହିତ ମାଙ୍କର ଭେଟ କରାଯାଇଥାଏ। କିନ୍ତୁ ଆମର ଏଠି ନିଆରା ପରମ୍ପରା ଏଇ ଯେ ବିଲମାଳ ମଧ୍ୟ ନେଇ ରଥ ଟଣାଯାଏ ଏବଂ ନିଶାର୍ଦ୍ଧରେ ଟଣାଯାଏ। ଅନ୍ୟତ୍ର ବି ଏଭଳି ନିଶାର୍ଦ୍ଧରେ ରଥ ଟଣା ଯୋଉ ଉତ୍ସବ ପାଳନ କରାଯାଇ ନଥାଏ। ଗବେଷକ ମାନେ ମତ ବ୍ୟକ୍ତ କରନ୍ତି ତନ୍ତ୍ରୋକ୍ତ ବିଧି ଅନୁଯାୟୀ ଓ ଶାକ୍ତ ପରମ୍ପରା ଅନୁଯାୟୀ ଏଠାରେ ଏଭଳି ପରିଦୃଷ୍ଟ ହୋଇଥାଏ ଏବଂ ଅନ୍ୟ ମତେ କେହି କହିଥାନ୍ତି ଯେ ବୁଦ୍ଧଦେବ ଯେହେତୁ ନିଶାର୍ଦ୍ଧରେ ତ୍ୟାଗ କରି ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରିଥିଲେ ରଥାରୂଢ ହୋଇ, ତେଣୁ ସେହି ବୌଦ୍ଧ ପରମ୍ପରାକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ ମଧ୍ୟ ଏଭଳି ଏକ ନିଆରା ପରମ୍ପରା ନିଶାର୍ଦ୍ଧରେ ରଥ ଟଣା ଯାଇଥାଏ ବୋଲି ମାନେ ମତ ବ୍ୟକ୍ତ କରିଥାନ୍ତି। ଦୀପ କୁମାର ସାମନ୍ତରାୟ। ଆମର ଏଇଟା ହଉଛି ବାହୁଡ଼ା ଯାତ୍ରା। ଏଇଟା ହଉଛି ପଞ୍ଚମ ରାତ୍ର। ଆମର ଏଠି ଦୂର ଦୂରାନ୍ତରୁ ଯେତେ ସବୁ ଥିବେ ବାହୁଡ଼ା 5 ଦିନ ଯାତ୍ରା ପାଇଁ ସବୁ ଏଠିକି ଆସନ୍ତି। ଏଇଟା ହଉଛି ଆମର ଗୋଟେ ବିରଳ ରଥଯାତ୍ରା, ଯୋଉଟାକି ପୃଥିବୀରେ କୋଉ ସ୍ଥାନରେ ନାହିଁ, ଯୋଉଟାକି ରାତ୍ରରେ ରଥ ଭିଡ଼ାଯାଏ। ହଜାର ହଜାର ଲୋକ ଏଠିକି ଆସନ୍ତି, ଉପଭୋଗ କରନ୍ତି, ଯାତ୍ରାର ମଜା ନିଅନ୍ତି। ତେଣୁ ଏଠାରେ ସବୁ ବାଣ ଇଏ ଗୋଟେ ଐତିହାସିକ ଜିନିଷ। ତେଣୁ ଆପଣ ମତେ ଦେଖୁଥିବେ ଆଉ ଆମେ ରଖିଛୁ, ଆମେ ବାଣ କମିଟିର ମେମ୍ବର୍ସ ମାନେ। ତେଣୁ ଆମେ ଏଠି ବହୁ ସାଂସ୍କୃତିକ ରଖୁଛୁ, ବହୁ ସାଂସ୍କୃତିକ ଯାତ୍ରା ମତେ ଚାଲିଛି, 5 ଦିନ ଯାକ ବି ଚାଲିଛି, କୌଣସି ପ୍ରକାର ଡିଷ୍ଟର୍ବାନ୍ସ ନାହିଁ। ତେଣୁ ଆମେ ଯେ ଭାବ ଆମ କପିଳ ସଂଘ ରଥଯାତ୍ରା, କପିଳ ସଂଘ ମହାପ୍ରଭୁଙ୍କ ଦୟାରୁ ଆମର ସବୁ ଠିକ ଠାକ ଚାଲିଛି।